କଣ 2026 ରେ ଆପଣ ବହୁତ ସାରା ପଇସା ଇନକମ୍ କରିବା ପାଇଁ ଚାହୁଁଛନ୍ତି? ତାହେଲେ ତମକୁ କିଛି ଗୋଟେ ରିୟାଲିଟି ଜାଣିବା ପାଇଁ ପଡିବ, ଯୋଉଟା କି ତମେ ଆଜି ଯାଏ ବୁଝିପାରୁନ। ଗୋଟେ ହେଲା ସ୍କିଲ୍ ଶିଖିବା, ଆଉ ଗୋଟେ ହେଲା କପି ପେଷ୍ଟ ଶିଖିବା। ତମେ ଆଜି ଯାଏ ଭାବୁଛ ଭଲ 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 ଭିଉ ଆସିବ, ଭଲ ଭିଉ ଆସିବ, ହେଲେ କିଛି ଲାଭ ହବନି। ଯଦି ତୁମେ ସ୍କିଲ୍ ନ ଶିଖିବ ତାହେଲେ କିଛି ଲାଭ ହବନି। କଣ୍ଟେଣ୍ଟ କ୍ରିଏଟର ଗୋଟେ ସହଜ ନୁହେଁ। ମୁଣ୍ଡରୁ ପୁରା ଝାଳ ବାହାରିଛି। କ୍ୟାମେରା ଫେସ୍ କରିବା, ସ୍କ୍ରିପ୍ଟ ଲେଖିବା, ଲୋକମାନଙ୍କ ଆଗରେ ପ୍ରେଜେଣ୍ଟ କରିବା, ସମସ୍ତ ଓଡ଼ିଶା ମାନଙ୍କୁ କିଣିବା, ମନ କିଣିବା, ସେମିତି କେମିତି ଭଲ ଲାଗିବ। ବହୁତ ଟାଇମ୍ ଲାଗିବ ଗୋଟେ କଣ୍ଟେଣ୍ଟ କ୍ରିଏଟର ବନିବା ପାଇଁ। ଆଉ ଗୋଟେ ହଉଛି କପି ପେଷ୍ଟ ମାନେ କରୁଛନ୍ତି, ଯୋଉମାନେ ରିଲ୍ ବନଉଛନ୍ତି ଅନ୍ୟ ଆଇଡି ନିଜ ଆଇଡିର ଛାଡୁଛନ୍ତି, ସେମାନଙ୍କୁ ବହୁତ ଭିଉ ଯାଇପାରେ। ଦିନେ ସେମାନେ ପୁରା ଚାପି ହେଇଯିବେ କହିବେ, ମାନେ ଆଇଡି ବ୍ୟାନ୍ ହେବାର ଚାନ୍ସ ଅଛି। ଧରାଯାଉ ସପୋଜ ଆଉ ତୁମ ଆଇଡି ଡିଲିଟ ହେଇଗଲା, ତ କୌଣସି ମୁହୂର୍ତ୍ତରେ ଗାୟବ ହେଇଗଲା। ତମେ କପି ପେଷ୍ଟ ଭିଡିଓ ଛାଡିଛ ନା, ତ ତମକୁ ଆଉ ଥରେ ଉଠିବା ପାଇଁ ନା ବହୁତ ସମୟ ଲାଗିବ। ହয়তো ଆଉ ଥରେ ଲୋକମାନେ ତମେ ଫଲୋ ନ କରିପାରନ୍ତି। ଯଦି ସ୍କିଲ୍ ଶିଖିଛ, ତମେ ଏଡିଟିଂ ଶିଖିଛ, ତମେ ଭିଡିଓ ବନେଇବା ଶିଖିଛ, ଲୋକମାନଙ୍କ ଆଗରେ କଥା କହିବାର ଯୋଉ ଆଇଡିଆ ଟେକ୍ନିକ ତମ ପାଖରେ ଅଛି, ୱାନ୍ସ ଟାଇମ୍ ଥରେ ଶିଖିଲା ପରେ ତମ ଆଇଡିର ପ୍ରସ୍ତୁତ ଡିଲିଟ ହେଇଯାଉ, ଯିଏ ଯାହା କହିକି ନେଇଯାଉ, ତମକୁ ଲୋକମାନେ ଆଉ ଥରେ ଫଲୋ କରିବେ। କାହିଁକି ନା ତମ ପାଖରେ ଆଉ ଥରେ ଟ୍ୟାଲେଣ୍ଟ ଅଛି। ବୁଝିପାରୁଛ କି ନାଇଁ? ଆଉ ଯଦି 2026 ରେ ଯଦି ଭଲ କଣ୍ଟେଣ୍ଟ କ୍ରିଏଟର ହବା ପାଇଁ ଚାହୁଁଛ, ତାହେଲେ ତମେ ଭାଇକୁ ଫଲୋ କରିବା ପାଇଁ ପଡିବ। ତାହେଲେ ଗୋଟେ ବିଜୟ ଷ୍ଟାଇଲ ତମକୁ ମୁଁ କହୁଛି, ଯଦି ତମେ ଭଲ କ୍ରିଏଟର ହବା ପାଇଁ ଚାହୁଁଛ, ତାହେଲେ ଆମକୁ ଫଲୋ କରିବା ପାଇଁ ପଡିବ। ଲୋକମାନେ ଖାଇକି ତମକୁ ପକେଇଦେବେ, କେହି ପଚାରିବେନି ତମକୁ। ଯଦି ନିଜ ଭିତରେ ଟ୍ୟାଲେଣ୍ଟ ନାହିଁ, ପଇସା କମେଇବାର ଗୋଟେ ହିଁ ସମସ୍ୟା। ଜୟ ଜଗନ୍ନାଥ।